ସ୍ୱାଧୀନ ଦେଶର ନାଗରିକ। ଇଂରେଜ ମାନଙ୍କର ଅନେକ ବର୍ଷ ଧରି ଅତ୍ୟାଚାର ଚାଲିଥିଲା ଆମମାନଙ୍କ ଉପରେ। ପରେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ତାନ୍ତିଆ ଟୋପେ ଏପରି ଅନେକ ସ୍ୱାଧୀନତା ସଂଗ୍ରାମୀ, ଭଗବାନ ବିର୍ସା ମୁଣ୍ଡା, ଅନେକ ସ୍ୱାଧୀନତା ସଂଗ୍ରାମୀ ମାନେ ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। ଶେଷରେ ଏ ଦେଶ ସ୍ୱାଧୀନ ହେଲା। ଆଜି ଆମ ସହିତ ସେଇଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି, ଯାଙ୍କର ନାମ ହଉଛି ମୋହନ ସାହୁ। କିନ୍ତୁ ସେ ଏବେ ବି କହୁଛନ୍ତି ଯେ ଏ ଦେଶ ସ୍ୱାଧୀନ ହେଇନି। ମୁଁ ଯୋଉ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲି ବା ଗାନ୍ଧୀ ଗୋପବନ୍ଧୁ ଯୋଉ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ, ଏବେ ବି କୁଆଡେ ସେ ସ୍ୱପ୍ନ ପୂରଣ ହେଇପାରିନି ବୋଲି। କିନ୍ତୁ କଣ ପାଇଁ ସରକାର ତ ଏତେ ଯୋଜନା କରୁଛନ୍ତି, ଗଣତନ୍ତ୍ର ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ ବୋଲି ବି କହୁଛନ୍ତି। ଛାତ୍ରଛାତ୍ରୀ ହୁଅନ୍ତୁ ସେ ଦିବ୍ୟାଙ୍ଗ, ହୁଅନ୍ତୁ ସେ ଗରିବ ଲୋକ, ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ତା ସତ୍ତ୍ୱେ ବି ତାଙ୍କର ଅଭିଯୋଗ କରୁଛନ୍ତି ଯେ ସ୍ୱାଧୀନତା ନୁହେଁ। ଏମିତିକି ସେ ତାଙ୍କ ପରପିଢିର ପିଲାମାନଙ୍କୁ ବି ବିରୋଧ କରୁଛନ୍ତି ଯେ ସାଧାରଣତନ୍ତ୍ର ଦିବସ କି ସ୍ୱାଧୀନତା ଦିବସରେ ଅଂଶଗ୍ରହଣ ନ କରିବା ପାଇଁ। ସେ ନିଜେ ବି ଯଦି ତାଙ୍କୁ କିଏ ଡାକୁଛି କ୍ଲବ ଘରକୁ ପତାକା ଉତ୍ତୋଳନ କରିବା ପାଇଁ, ସେ ବି ଯାଉନାହାନ୍ତି। ଆଜି ସେ ଆମ ସହିତ ଅଛନ୍ତି। ମୋହନ ବାବୁ, ଆପଣଙ୍କୁ ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ। ଆପଣଙ୍କ ବୟସ ହଉଛି 102। ଏଇଟା 102 ହଉଛି, 103 ହବ। ଆଚ୍ଛା, ଆପଣ ହଉଛନ୍ତି ଗାନ୍ଧୀବାଦୀ, ଗାନ୍ଧୀଙ୍କ ଅମଳର ଲୋକ। ଆମ ପୁରୁଣା ବହୁତ ପୁରୁଣା। ଏଇ ଦେଶ ସ୍ୱାଧୀନତା ହବା ପୂର୍ବରୁ ଆମେ ଥିଲୁ। 1936 ମସିହାରେ ଆପଣଙ୍କ ଡେଟ୍ ଅଫ ବାର୍ଥ? ହଁ, 1936 କହୁଛି, 1966 ମସିହାରେ। ହଁ, ଆମେ ବହୁତ ପୁରୁଣା। ଆମ ବହୁତ ଇଂରେଜ ସରକାର ବି ଆମେ ବହୁତ ପୁରୁଣା। ଆପଣ ଜଣେ ସ୍ୱାଧୀନତା ସଂଗ୍ରାମୀ? ମୁଁ ଏବେର ସ୍ୱାଧୀନତା ସଂଗ୍ରାମୀ ନୁହେଁ, ମୁଁ ପୁରୁଣା ସ୍ୱାଧୀନତା ସଂଗ୍ରାମୀ। ଆପଣ କିନ୍ତୁ ଇଏ ଯୁକ୍ତି କାହିଁ କରୁଛନ୍ତି ଯେ ଦେଶ ଏବେ ବି ପରାଧୀନ ବୋଲି? କାହିଁ ଦେଶ ତ ଆମର ସ୍ୱାଧୀନ ହେଇଯାଇଛି ତ? ସମ୍ପୂର୍ଣ୍ଣ ପରାଧୀନ। ଆମେ ସ୍ୱାଧୀନ କରିଥିଲୁ, କିନ୍ତୁ ପୁଣି ପରାଧୀନ ଅବସ୍ଥାକୁ ଚାଲିଗଲା। ଏବେ କେମିତି? ଆମରି ଦେଶର ଆମେ ନାହୁରି, ଆମେ ତ ଭୋଟ ଦେଇ ନେତା ବାଛୁଛେ, ଅସୁବିଧା କୋଉଠି ରହିଲା? ସେଇ ତମରି ଦେଶଟା ତମକୁ ଘାଣ୍ଟୁଛି, ଆଉ ଆମେ କଣ କରିବୁ ସେଇଥିରେ? ଆଉ ଆମରି ଦେଶ ଆମକୁ ଘାଣ୍ଟୁଛି ମାନେ କିଛି ବୁଝିଗଲାନି। କିଛି ବୁଝିପାରୁନ? ତମେ ଯୋଉ ଲୋକ ସରକାର ଚେଞ୍ଜ କରିକି ତାକୁ ଭୋଟ ଦଉଛ, ସେ ଲୋକ ତମ ପଛରେ କଣ ଖିଳା ପିଟୁନି? ନାଇଁ, ଆପଣ ଆମ ବେଳେ ସେଇଟା ଏକତା ଥିଲା, ଭାରତ ମାତା କି ଜୟ। କିନ୍ତୁ ଏବେ ତମେ ଭାରତ ମାତା ମୁର୍ଦାବାଦ କରିଦଉଛ। ନାଇଁ, ଆପଣ ଇଏ ଅଭିଯୋଗ ଆପଣ କାହିଁ ଆଣୁଛନ୍ତି? ଏବେ ବର୍ତ୍ତମାନ ସରକାର ବହୁତ ଯୋଜନା କଲେଣି। ଲୋକମାନେ ଦେଖନ୍ତୁ ଚାକିରି ପାଇଲେଣି। ଆଗରୁ ଲୋକମାନେ ଯାଇକି ବିଦେଶରେ କୋଉଠି ଖଟୁଥିଲେ, ନିର୍ଯାତନା ପାଉଥିଲେ। ଏବେ କଣ ଖଟୁନାହାନ୍ତି? ଏବେ ତ ସରକାର ଲୋକକୁ କିଛି ଜଣାଉନାହାନ୍ତି। ଆମର ପଶ୍ଚିମ ଓଡିଶା ପଟେ, ପଶ୍ଚିମ ଓଡିଶା ଲୋକଙ୍କୁ ଦେଖୁନାହାନ୍ତି, ସମସ୍ତେ ଦାଦନ ଖଟି ଯାଉଛନ୍ତି, ତାଙ୍କର ଶବ ଫେରୁଛି। ସେଇଠି କିଏ ଦାୟୀ ହଉଛି? ଏଇଟା ଦେଶ ସ୍ୱାଧୀନ? ନାଇଁ, ଆପଣ ଏ ଅଭିଯୋଗଟା ବି କରିଛନ୍ତି ଯେ ସେମାନଙ୍କ ପାଖେ ଶିକ୍ଷାଗତ ଯୋଗ୍ୟତା ଅଛି, ତାଙ୍କୁ ଚାକିରି ମିଳିନି, ବାଧ୍ୟ ହେଇକି ସେମାନେ ଦାଦନ ଖଟିବାକୁ ଯାଉଛନ୍ତି, ପେଟର ଜ୍ୱାଳା ନ ସହିପାରି। ନା, ଜଣେ ପଢିଥିବ, ପାଠ ତାର ଯୋଗ୍ୟତା ଅନୁସାରେ ସାର୍ଟିଫିକେଟ ତାର ଥିବ, ତାକୁ ମାଗିବେ ପଇସା। କୋଉଠୁ ଆଣିବ ସେ ଗରିବ ଲୋକ ପଇସା? ନାଇଁ, ସିଏ ଯଦି ପଇସା ମାଗିଲେ ଆପଣ କୋର୍ଟର ଦ୍ୱାରସ୍ଥ ହେଲେନି? ଏଇଟା ସେଇ ଦେଶ ଆଗରୁ ଠିକ ଦେଶ ଥିଲା। ଏବେ ଯୋଉ ଦେଶ ଅଛି, ଏଠି ଆଇନ ମୁକ ପ୍ରଶାସନ। ନାଇଁ, ଆପଣ ଅଭିଯୋଗ କରିଛନ୍ତି କି ଆପଣଙ୍କୁ ଲାଞ୍ଚ ମଗାଗଲା ଚାକିରି କ୍ଷେତ୍ରରେ? ଆପଣଙ୍କର କିଏ ପରପିଢିର ନାତି ବା ପୁଅ ଯାହାକୁ ମଗାଗଲା, ଆପଣ ଅଭିଯୋଗ କରିଥିଲେ କି? ମୁଁ କରିଛି, ମୁଁ ନିଜେ ବି ଯାଇକି। ସେ ମତେ ସେଇଠି କହିଲେ ଯେ ପୁରୁଣା ଲୋକ ଆମ କଥା କିଛି ଶୁଣୁନି, ଜାଣୁନାହାନ୍ତି କିଛି ମତେ କହିଲେ ସେଇଠି, ଆମଠୁ ଅଧିକ ଶିଖିଛ ତମେ। ଆଉ ନାଇଁ, ସେ ଯିଏ ବି କହିଛନ୍ତି ସିଏ ବି ଟିକେ ଭାବିବା ଦରକାର। ସେ ମୂର୍ଖଙ୍କ ଭଳି କାହିଁ କହିଲେ ସେ ତ ଅଲଗା କଥା। ଆପଣ ଏ ଅଭିଯୋଗ କରିଛନ୍ତି, ଏବେ ବି ସୁଦ୍ଧା ଆଦିବାସୀ ମାନେ ଅନହଳା ହଉଛନ୍ତି। ଏଇଟା ଆଦିବାସୀଙ୍କ ପାଇଁ ତ ବହୁତ ଯୋଜନା ହେଇଛି ତ। ଅନହଳା ତ ହଉଛନ୍ତି, ଅନହଳା ତ ମାଣ୍ଡିଆ ଯାଉ ଖାଇକି ବଞ୍ଚୁଛନ୍ତି। ଏବେ ଆଉ ଗୋଟେ ଜିନିଷ ହେଇଛି ଯେ ରାସନ କାର୍ଡ ଯିଏ ପାଇବା କଥା ପାଉନାହାନ୍ତି, ଅଯୋଗ୍ୟ ଲୋକ ରାସନ କାର୍ଡ ପାଉଛନ୍ତି। ଆପଣଙ୍କ ଏରିଆରେ ରାସନ କାର୍ଡ ଆପଣଙ୍କ ଏରିଆରେ କିଛି ଦିନ ତଳେ ଆପଣଙ୍କର ଝିଆରୀ ବୟସ ହବ ନା କଣ, ସିଏ ମରିଗଲା ଆମ୍ବଟାକୁଆ ଯାଉ ଖାଇକି। ଆପଣଙ୍କୁ ଯେତେବେଳେ ସାମ୍ବାଦିକ ମାନେ ପଚାରିଲେ, ଆପଣ ଏ ଅଭିଯୋଗ କଲେ ଯଦି ତାକୁ ଯଦି ରାସନ କାର୍ଡ ଠିକ ସେ ଦିଆଯାଇଥାନ୍ତା, ତାହେଲେ ସେ ରାସନ ଜିନିଷ ପାଇଥାନ୍ତା, ଆଉ କେବେ ବି ଏମିତି ଆମ୍ବଟାକୁଆ ଯାଉ ଖାଇନଥାନ୍ତା। ସିଏ ରାସନ କାର୍ଡ ପାଇଁ ଆବେଦନ କରିଥିଲା?
ରାସନ କାର୍ଡ ଆବେଦନ କରିକି 50 ଥର ସେ ଯାଇଥିଲା ପଞ୍ଚାୟତ କୁ, ବିଡିଓ ଅଫିସ କୁ, ତାକୁ ହଁ ମିଳିବ ଆଜିକାଲି ମୁଁ ଦେଖିଲା ବେଳକୁ ପରେ ମୁଁ ଜାଣିବାକୁ ପାଇଲି ଆମ ଗାଁରେ 60 ଜଣଙ୍କଠୁ 50 ଜଣ ପାଇଛନ୍ତି, 10 ଜଣ ପାଇନାହାନ୍ତି। ସେ 10 ଜଣ ଅନ୍ୟ ଡିଷ୍ଟ୍ରିକ୍ଟ ର, ସେ ଯୋଉମାନେ ପାଇଛନ୍ତି ତାଙ୍କ ଘରେ କୋଠା ଗାଡି ଅଛି, ତାଙ୍କ ଘରେ ସମସ୍ତେ ଚାକିରି କରୁଛନ୍ତି। ଏ ସେ ରାସନ ଯୋଉ କାର୍ଡ 50 ଜଣ ପାଇଛନ୍ତି, ଆପଣ ଏ ଅଭିଯୋଗ କରୁଛନ୍ତି ଜଣେ ତାଙ୍କ ଭିତରୁ ଓଏସ୍, ଆଉ ଜଣେ ଡାକ୍ତର, ଜଣେ ଇଞ୍ଜିନିୟର, ଆଉ ଜଣେ ହଉଛନ୍ତି କଣ୍ଟ୍ରାକ୍ଟର। ହଁ, ସେ କେମିତି ପାଇଲେ? ଏଇ ଜିନିଷ ଚାଲିଛି କେମିତି ତାହେଲେ? ସେଇଟା ତମ ସରକାର ପରା, ତମ ଭୋଟ ଦଉଛ, ତାଠୁ ଯେତିକି ତାକୁ ପଇସା ଲୋକ ଚୟନ କରିକି ଭୋଟ ଦଉଛ, ଯେ କି କହୁଛି ନାରୀଙ୍କୁ ସମ୍ମାନ ଦିଅ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ମାଙ୍କୁ ସେ ନାରୀଙ୍କୁ ସେ ଦିଲ୍ଲୀ ନଉଛି ଉଡାଜାହାଜରେ। କଣ ପାଇଁ ସେଇଟା ସମସ୍ତେ ଜାଣୁନାହାନ୍ତି। ସାମ୍ବାଦିକ ମାନଙ୍କୁ ପଇସା ଦେଇକି ନ୍ୟୁଜ ପ୍ଲସ୍ କରୁଛନ୍ତି, ଆଉ ଆମେ ମାନେ କଲେ ସବୁ ନୀଳ, ସେମାନେ କଲେ ନୀଳ। ନାଇଁ ଆପଣ ଉତ୍ତେଜିତ ହୁଅନ୍ତୁନି, ନାଇଁ ଆପଣ ଉତ୍ତେଜିତ ହୁଅନ୍ତୁନି। ମୋ କହିବା କଥା, ସେ ଯୋଉ ଆମ୍ବ ଟାକୁଆ ଯାଉ ଖାଇକି ମରିଗଲା, ସେ ଲୋକର ଆପଣ ଅଭିଯୋଗ କରୁଛନ୍ତି ଯେ ତାର ଘରର ଚଳିବା ଅବସ୍ଥା ଭଲ ନାହିଁ। କିଛି ମାସ ତଳେ ତା ସ୍ୱାମୀ ବି ଦାଦନ ଖଟିବାକୁ ଯାଇକି ସେଇଠି ହିଁ ମରିଯାଇଥିଲା ବୋଲି କହୁଛନ୍ତି। ଶବ ଯେତେବେଳେ ଫେରିଲା ଏଠି ଅଭିଯୋଗ କଲାକୁ କେହି ଶୁଣିଲେ ନାହିଁ। ଆଚ୍ଛା, ତା ସ୍ୱାମୀ ଜଣେ ଗ୍ରାଜୁଏଟ ପଢିଲା ପରେ ବି ତାକୁ ଚାକିରି ମିଳିନଥିଲା ଆପଣ କହୁଛନ୍ତି? ଆପଣ କାଶ ହଉଛି, ଆପଣ ଟିକେ ଅଦା ଚାକନ୍ତୁ। ଆପଣ ବୟସ ହେଲେ ସବୁ ବାହାରିବ ବାପା, ଆମେ କେତେ ବର୍ଷ ହବ ବଞ୍ଚିବ? ଆପଣ ପାଟିରେ ଟିକେ ପାନ ରଖିଛନ୍ତି ବୋଧେ, ଯାହା ଲାଗୁଛି ଗୁଣ୍ଡି ପାନ। ଭଏସ ସବୁ ଯାହା ଦେଖୁନ, ମୁଁ ଖୋଲା ପାଟି ଖୋଲା, କିଛି ପାନ ଫାନ କିଛି ନାହିଁ। ହଁ କୁହନ୍ତୁ, କଣ ହେଲା? ଗ୍ରାଜୁଏସନ ପରେ ବି ତାକୁ ଚାକିରି ମିଳିଲାନି। ସିଏ ପଢିଲା, ଏବେ ଯାହା ପାଠ ପଢିବା କଥା ପଢିଲା, ଯୋଉ ଇଣ୍ଟରଭ୍ୟୁ ଦେବା କଥା ଦେଲା। ଯେତେବେଳେ ଇଣ୍ଟରଭ୍ୟୁରେ ସେ କ୍ୱାଲିଫିକେସନ କରିଥିଲା, ଆମ ଗାଁରେ 5 ଜଣଙ୍କଠୁ ପାଣି ପିଇ ଦିଅନ୍ତୁ, ଆପଣଙ୍କ କାଶ ହଉଛି ଅଧିକା। ନା ସେଇଟା ମାନେ ସେମିତି ହବ, ସେଇଟା କିଛି ଅସୁବିଧା ହଉଛି କି? ଠିକ ଅଛି, ହଁ ନାଇଁ କୁହନ୍ତୁ ତାହେଲେ। ସେଇଠି ସେ 5 ଜଣଙ୍କଠି ପ୍ରଥମ ସ୍ଥାନ ସେ ଅଧିକାର ସେଇଠି କରୁଥିଲା ହେଲା। ସେ ଯେତେବେଳେ ଆମ ଜବ ପାଇଁ ଯିଏ ଅଫିସର ଅଛନ୍ତି ତାଙ୍କ ପାଖକୁ ଗଲା, ସାର୍ଟିଫିକେଟ ଦେଖିଲେ, କହିଲେ 2 ଲକ୍ଷ ଦେବୁ। ସେ କହିଲା ଆଜ୍ଞା ମୋର 2 ଲକ୍ଷ ନାହିଁ। ସେ ତାକୁ କେମିତି କହିଲା ସେ ଅଫିସର ଜାଣିଛ? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିକି ପାଠ ପଢୁଛ, ତମ ଜୀବନ ଲାଇଫ ଯାଉଥିରେ ତମେ 2 ଲକ୍ଷ ଦେବନି। ସେ ସେଇଠୁ ଆସିକି ତା ସାର୍ଟିଫିକେଟ ସେ ନିଜ ହାତରେ ଚିରି ଦେଇକି ଦାଦନ ଖଟିବାକୁ ପଳେଇଥିଲା। ଆଉ ଭଗବାନ ସହିଲେଣି ବୋଧେ, ସେଇଠି ତାର ଆପଣ ଏ ଅଭିଯୋଗ କରୁଛନ୍ତି ଯେ ସେ ମରିନି, ତାକୁ ମାରି ଦିଆଗଲା, ମାଲିକର ନିର୍ଯାତନା ନ ସହିପାରି ସେ ବିଷ ଖାଇ ମରିଗଲା ବୋଲି। ଏଇଟା କଣ ସତ? ମାଲିକର ନିର୍ଯାତନା ଯଦି ଜଣେ ସହି ନ ପାରିବ, ସେ ପଳେଇ ଆସିବ। ସେଇଠି କଣ ହଉଛି ଆମେ ସବୁ ଜାଣୁଛୁ ହେଲା। ସେଇଠି ସେମାନେ ପୁରା ଆପଣଙ୍କୁ ମେଣ୍ଢା ଭଳିଆ ସେଇଠି ଖଟେଇବେ। ଯଦି ନ ଖଟିଲ ସେଇଠି ଲୋକ ଲଗେଇକି ମଧ୍ୟ ମାରିବେ। ଆଉ ସେଇଠି ଥରେ ଯିଏ ପଡିଲା, ଆଉ ମୁକୁଳିବାଟା ଭାରି କଷ୍ଟ। ତ ସରକାର ଯେହେତୁ କହୁଛନ୍ତି ଭାରତ ମାତା କି ଯେ ଏଇ ସ୍ୱାଧୀନ, ତ 2ଟା ଜିନିଷ ଆପଣ ସରକାର ସ୍ୱାଧୀନତା ଦିଅନ୍ତୁ। ଗୋଟେ ସ୍ୱାଧୀନତା ଦିଅନ୍ତୁ, ରାତି 12ଟା 1ଟା ପରେ ବି ଗୋଟେ ମହିଳା ବା ଗୋଟେ ଝିଅ ଏକୁଟିଆ ଯାଇପାରିବ। ଆଉ ଗୋଟେ ସ୍ୱାଧୀନତା ଦିଅନ୍ତୁ, ବେକାରୀ ସମସ୍ୟାକୁ ଦୂର କରି ତାଙ୍କୁ କିଛି କାର୍ଯ୍ୟ, ମାନେ ଆମ ଓଡିଶାରେ ବି ବଡ ବଡ ଜିନିଷ ଅଛି, ବଡ ବଡ କାରଖାନା ଲଗେଇ ସେଇଠି ତାଙ୍କୁ କାର୍ଯ୍ୟର ବୃତ୍ତି କରନ୍ତୁ। ଏଇ 2ଟା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ। ଆମ ବେଳେ ସେମିତି ବାପା ହଉନଥିଲା। ନାଇଁ ଆପଣ ଏ ଅଭିଯୋଗ ଆଣିଛନ୍ତି ଯେ ଲୋକମାନେ ବି ଯଦି ଦାଦନ ଖଟିକି ଆଜି ମୃତ୍ୟୁବରଣ ବି କରୁଛନ୍ତି, ସାଧାରଣ ଜନତା କଥା କହିଛନ୍ତି, ଆମେ ଆମ କୌଳିକ ବୃତ୍ତି ଆଜି ଭୁଲି ଯାଉଛେ ବୋଲି ଅସୁବିଧା ହେଇଛି। ଏ କଥା ବି ଲୋକଙ୍କୁ ଆପଣ ବୁଝାଉଛନ୍ତି? ହଁ, ଭୁଲି ଯାଉଛନ୍ତି। ଆଉ ଯଦି ଜଣେ ଲୋକ, ତାର କାମ ହଉଛି, ଜଣେ ଗୋଟେ ମେହେର ଲୋକ, ତାର ସେ ଶାଢୀ ବୁଣିବ, ସେ ଶାଢୀକୁ ସେ ଲୋକ କିଣିବେ, ସେ କଣ କରିବ? ତା ପେଟ ପାଟଣା ପାଇଁ ତ ସେ ଯାହା ହଉ କିଛି କରିବ ନା। ଲୋକମାନେ ବି ନିଜ କୌଳିକ ବୃତ୍ତିକୁ ଆପଣେଇବା ଉଚିତ। ସରକାରଙ୍କର ବି କର୍ତ୍ତବ୍ୟ କୌଳିକ ବୃତ୍ତି ଯୋଉମାନେ ବି ଆପଣଉଛନ୍ତି ତାକୁ ବି ପ୍ରୋତ୍ସାହନ ଦେବା ଉଚିତ ବି। ଆଉ ଗୋଟେ କଥା ଆପଣ ଅଭିଯୋଗ କରିଛନ୍ତି ଯେ ଆମ୍ବ ଟାକୁଆ ଯାଉ ଖାଇବା ଆଦିବାସୀ ଲୋକଙ୍କର ପରମ୍ପରା, ମାନେ ପାରମ୍ପରିକ ଖାଦ୍ୟ ନୁହେଁ। ସେ ପେଟର ଭୋକ ନ ସହିପାରି ଖାଆନ୍ତି। ଭୋକ ନ ସହିପାରିଲେ ବାପା କଞ୍ଚା ଚାଉଳ ବି ଜଣେ ଭାତ କରିକି ଖାଇବ, କଣ କରିବ ଆଉ ସେ? କିନ୍ତୁ ସରକାରଙ୍କ ଏଇ ଦୃଷ୍ଟି ପଡୁନି। ସେ ହୀନ ମାନେ ସବୁ ବୁଝିପାରୁନି ଆପଣଙ୍କ ଏରିଆରେ ଓଏସ୍ ମାନେ କେମିତି ରାସନ କାର୍ଡ ପାଉଛନ୍ତି, ଗୋଟେ ଗରିବ ଲୋକ କେମିତି ପାଇପାରୁନି? ସେଇଟା ତମ ସରକାରଙ୍କୁ ପଚାର। ମୁଁ ତ କହିଲି, ମତେ ବିଧାନସଭା ଛାଡୁନ, ମୁଁ ବାଡନ୍ତି ନହେଲେ। ଆପଣ ସେମିତି ଉତ୍ତେଜିତ ହୁଅନ୍ତୁନି, ଆପଣ ବୟସ ହେଲାଣି, ଦେହ ଖରାପ ହବ, ସେମିତି ଉତ୍ତେଜିତ। କିନ୍ତୁ ମୁଁ ବୁଝିପାରୁନି ଏ ଜିନିଷଟା ଏମିତି କେମିତି ଚାଲିଛି। ଆଚ୍ଛା, ସେ ଯୋଉ ସ୍ତ୍ରୀ ଲୋକ ଜଣକ ମରିଗଲେ, ଆପଣ କହୁଛନ୍ତି ତାର ଗୋଟେ 6 ବର୍ଷର ଝିଅଟେ ଅଛି ଯେ କି ଦୁନିଆ ଦେଖିପାରେନି, ସେ ପିଲାଙ୍କୁ କିଛି ସହାୟତା ମିଳିଲାନି ଆଜି? ସେ ଦୃଷ୍ଟିହୀନ, ତାକୁ ପାଠ ପଢେଇ ଗାଁ ସ୍କୁଲରେ ବି ଆମେ ତ ସେତେ, ଆମ ପୁରୁଣା ଲୋକ, ଆମେ ସେତେ ଜାଣିନୁ ତାକୁ। ଯେତେବେଳେ ଆପଣ ଟିକେ ପାଣି ପିଇ ଦିଅନ୍ତୁ।
ଗାଁ ସ୍କୁଲରେ ପାଠ ପଢେଇଲୁ ସେଇଠୁ କହିଲେ ଏ କଣ ଗାଁ ସ୍କୁଲରେ ପଢିବ। ମୁଁ କହିଲି ମୁଁ ଯାଇଥିଲି, ମତେ ବୟସ୍କ ଲୋକ ହିସାବରେ ଗାଁରୁ ମତେ ଡାକିଥିଲେ, ମୁଁ ଯାଇଥିଲି। ମୁଁ କହିଲି ଯୋଉ ଏ ଦେଖାଯାଉନି ପିଲାମାନେ ଆମେ ଦେଖୁଛୁ ସବୁଆଡେ ବହୁତ କିଛି ସେମାନେ ଉନ୍ନତି କଲେଣି, ତା ପାଇଁ କିଛି ଗୋଟେ ଆପଣ ବ୍ୟବସ୍ଥା କରନ୍ତୁ। ସେ କହିଲେ ତା ଘରେ ପଇସା ପତ୍ର କେତେ ଅଛି, ପଇସା ଏତିକି ସେତିକି ଆଣନ୍ତୁ, ଆମେ ତାକୁ ଯୋଉଠି ହବ ବ୍ୟବସ୍ଥା କିଛି କରିବୁ। ନାଇଁ ଏଇଟା ଇନକ୍ଲୁସିଭ ଏଜୁକେସନ, ଯୋଉ ଅନ୍ତର୍ନିହିତ ଶିକ୍ଷା ଦ୍ୱାରା ଗୋଟେ ଦୃଷ୍ଟିହୀନ ପିଲାକୁ ବି ଜେନେରାଲ ସ୍କୁଲରେ ପଢେଇ ହବ। ସେ ଯିଏ କହିଛନ୍ତି ସେ ସମ୍ପୂର୍ଣ୍ଣ ମୂର୍ଖଙ୍କ ଭଳି ଆପଣଙ୍କୁ କହିଛନ୍ତି, ଏଇଟା ନିୟମ ବି ନାହିଁ। ଆଉ ନା ତାପରେ ଦେଖନ୍ତୁ, ଗୋଟେ ପିଲା ଆଚ୍ଛା ସେ ଦେଖିପାରିନ, ତାର ଲେଖିବେ, ତାର ଶ୍ରବଣ ଶକ୍ତି ତ ଅଛି, ସେ ଶୁଣିପାରିବ। ସନ୍ଥ କବି ଭୀମ ଭୋଇ ବି ବ୍ରେଲ ଲିପିର ବ୍ୟବହାର କରିପାରୁନଥିଲେ, କିନ୍ତୁ ତା ଅର୍ଥ ନୁହେଁ ଯେ କଣ ସେ ଅଜ୍ଞାନୀ ଥିଲେ, ସେ ତ ଜଣେ ସାହିତ୍ୟିକ ହେଇଥିଲେ। ଘରେ କଣ ହେଇଛି, ସେ ସ୍କୁଲରେ ମାଷ୍ଟର ପାଠ ପଢଉଛନ୍ତି, ତ ଇଏ କହିଲା ସାର୍ ମତେ ଆପଣ ପଢନ୍ତୁ। ତୁ ତ ଦେଖିପାରୁନୁ, ଲେଖିବୁ କେମିତି, ଶୁଣିଲେ କଣଟା କରିବୁ। ସେ ଆସିକି ମତେ କାନ୍ଦିକି କହିଲା, ସେଇ ଦିନଠୁ ମୁଁ ତାକୁ ସ୍କୁଲ ପଠଉନି। ଆମ ଘରେ ଯାହା ଅଛି ପୁଅ ମାନଙ୍କୁ କହୁଛି, ତା ଘରେ ଯାଇ ସାହାଯ୍ୟ କରୁଛନ୍ତି, ଖାଇବା ପିଇବା ଦଉଛନ୍ତି। ଆଉ ଏଥିପାଇଁ ଗୋଟେ ଜିନିଷ ହଉଛି ଆମ ବ୍ୟବସ୍ଥା ଦାୟୀ। ଏଇଭଳି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପରାମର୍ଶ ଯଦି ତମେ ଖାଲି ସ୍ୱାଧୀନତା କରିଦେଲେ ଭାରତ ମାତା କି ଯେ ବନ୍ଦେ ମାତରମ୍ କଲେ ହେବନି, ସେ ଜିନିଷ ଗୁଡିକ କାର୍ଯ୍ୟକାରୀ କରିବାର ଅଛି। ଆପଣ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ବି ପାଳନ କରିବାକୁ ଅନ୍ୟମାନଙ୍କୁ ଦଉନାହାନ୍ତି, କହୁଛନ୍ତି ଏସବୁ ପାଳନ କରି କିଛି ଲାଭ ନାହିଁ। କାହିଁ ଯିବି ମୁଁ ତ ମୋ ପାଖରେ କରେଇ ଦଉନି, ମୁଁ ଯିବି କାହିଁ? ମାନେ ଆପଣ ମନା କାହିଁ କରୁଛନ୍ତି? ପାଳନ କଲେ କ୍ଷତି କଣ? ମନା, ତମେ ଯୋଉ ଜିନିଷଟା ତମେ ମହାତ୍ମା ଗାନ୍ଧୀ ଦିବସ ପାଳନ କରୁଛ, ସେ ମହାତ୍ମା ଗାନ୍ଧୀଙ୍କ ପରି ହୁଅ। ସାଧାରଣତନ୍ତ୍ର ଦିବସ ପାଳନ କରୁଛ, ସାଧାରଣତନ୍ତ୍ର ଦିବସକୁ କେମିତି ପାଳନ କରାଯାଏ ସେପରି ହୁଅ। ହଁ, ଆପଣ ଏ କଥା କହିଛନ୍ତି, ଯଦି ବିର୍ସା ମୁଣ୍ଡାଙ୍କ ଆଦର୍ଶ କରୁଛ, ଥରେ ଆଦିବାସୀ ଲୋକଙ୍କର ମଇଳା ସଫା କରିକି ଦେଖ। ବିର୍ସା ମୁଣ୍ଡା ହଇଜା ସମୟରେ ବି ଲୋକଙ୍କର ସେବା କରୁଥିଲେ। ପୁରୁଣା ଲୋକଙ୍କ, ହଁ ବାସ୍ ଠିକ, ଏଇଟା ଠିକ କଥାଟେ କହିଲେ ଆପଣ। ଆପଣ ଏ କଥା ବି କହୁଛନ୍ତି, ଯଦି ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ଲୋକ ଯଦି ଥାନ୍ତେ, ହୁଏତ ଆଜି ଦେଶ ବହୁତ କିଛି ପରିବର୍ତ୍ତନ ହେଇଯାଇଥାନ୍ତା। ସେଇଟା ତ ମୁଁ କହୁଛି ପରା, ପୁରୁଣା ଲୋକ ଆମେ। ତାପରେ ସେଇ କଥାଟା ସେ ଯୋଉ ଝିଅଟା ଦେଖିପାରୁନି, ଭୀମ ଭୋଇ ଥିଲା ଅନ୍ଧ, ସେ ତାଙ୍କର ନାଁ ଏବେ କେମିତି ପଡୁଛି, ସେ କେତେ ନିଶ୍ଚିନ୍ତ, ହଁ, ସେ ତ ବ୍ରେଲ ଲିପି ଜାଣିନଥିଲେ, ଟକିଂ ଜିନିଷ ବି ତାଙ୍କ ପାଖରେ ନଥିଲା। ସେ ସମୟରେ ଆମର କିଛି ନାହିଁ, ଆମେ ପୁରା ପାଠ ପଢିନୁ, ମୁଁ ପଢିନି, ପାଠ ପଢିନି ମୁଁ, ଯାହା ଶାସ୍ତ୍ର ଗୀତା ଭାଗବତ ଏସବୁ ପଢିଛି। ଆମ ଶାସ୍ତ୍ରରେ ବି ବହୁତ କିଛି ଅଛି, ଆମ ଶାସ୍ତ୍ର ବି ଗୋଟେ ବିଜ୍ଞାନ ବହୁତ। ତାପରେ ଏବେ ବାପା ଗୋଟେ ଜିନିଷ ମତେ ଦୁଃଖ ଲାଗୁଛି ଦେଖିଲେ, ଆଜିକାଲି ପିଲା ସକାଳ ହେଲେ ଗୁଡ ମର୍ଣ୍ଣିଂ, ମାନେ ଯୋଉ ଇଂରେଜ ମାନେ ଆମକୁ ଏତେ ଶାସନ କରୁଥିଲେ, ସେଇ ଜାରଜ ଭାଷାଟିକୁ ଆପଣ ଏ ଜିନିଷ ବି ସମସ୍ତଙ୍କୁ ବିରୋଧ କରୁଛନ୍ତି। ଯେତିକି ଇଂରାଜୀ ଭାଷା ଶିଖୁଛ, ତା 3 ଗୁଣା ନିଜ ଭାଷା ଶିଖ। କାହିଁକି ଇଂରାଜୀ ଭାଷା ଶିଖୁଛ ବୋଲି ଆପଣ ଇଂଲିଶ ଭାଷାଟା ଶିଖିଲେ କ୍ଷତି କଣ? ଇଂଲିଶ ଭାଷା ଶିଖିଲେ କ୍ଷତି ନାହିଁ, ନିଜ ମାତୃଭାଷାକୁ ବଳି ପକଉଛନ୍ତି ସେଇଠି। ହଁ, ଏଇଟା ବି ଗୋଟେ ଦୁଃଖର ବିଷୟ। ଆଉ ସେ ଜଣେ ମତେ କହିଲା, ମୁଁ ଗୋଟେ ବାବୁ ଟିକେ ଫୋନ ଲଗେଇଲେ, ମୁଁ କହିଲି ମୁଁ ପାଠ ପଢିନି, ମୁଁ କହିଲି ସାତେ ଶୁଣା ମୂର୍ଖଙ୍କ ଭଳିଆ କଣ ମଉସା କହୁଛ, ସେ ସ୍ୱାଭେନ୍ଦିର କହୁନ କହିଲା। ଏଇଟା କେମିତି ଲାଗିବ ଆପଣଙ୍କୁ? ହଁ, ନାଇଁ ଏଇଟା ବି ଠିକ କଥା। ଆଉ ଆପଣ ତ ଆଜି ଆସିଲେ, ନା ମୁଁ ମନା କରୁନି ଇଂରାଜୀ ଭାଷା ନ ଶିଖ, କାରଣ ଇଂରାଜୀ ଆଜିକାଲି ଡେଭଲପମେଣ୍ଟ କଲାଣି, ଯୋଉ କମ୍ପ୍ୟୁଟର ଲ୍ୟାପଟପ ସବୁ ଇଂରାଜୀ ଆବଶ୍ୟକ, କିନ୍ତୁ ନିଜ ଭାଷାକୁ ବି ତା ଭିତରେ ରଖ। ନିଶ୍ଚିନ୍ତ, ଏଥିରେ ବି ଆମେ ଏକମତ। ଓଡିଆ ଗଳ୍ପ ୟୁଟ୍ୟୁବ ଚ୍ୟାନେଲ ଆପଣଙ୍କ ସହିତ ଏକମତ। ଆଜି ଆମ ଚ୍ୟାନେଲକୁ ଆସିଲେ, ଆଜି ବି ସାଧାରଣତନ୍ତ୍ର ଦିବସ, ଆଉ ସେ ଉପରେ କଣ କହିବେ ଆପଣ? ଆପଣ କହିବି କରୁଛନ୍ତି, ପିଲା ସବୁ କରୁଛନ୍ତି। ଆଜି ଆସିଥିଲେ, ମତେ ମିଠା ପିଠା ଦେଲେ। ମୁଁ କହୁଛି ତମେ କିଛି ଯୋଉ ଜିନିଷ ଦେବାର କିଛି ନାହିଁ, ତମେ ସେମାନଙ୍କ ଭଳି ହୁଅ, ତମେ ଯାହା ପାଇଁ ଏ ଦିବସଟିକୁ ପାଳନ କରୁଛ। ଠିକ ଅଛି, ଆପଣଙ୍କୁ ଅଶେଷ ଧନ୍ୟବାଦ। ଭଗବାନ କରନ୍ତୁ ଆପଣ ଏମିତି ଭଲରେ ଥାନ୍ତୁ, ବରଗଛ ଭଳି ରହିକି ସମସ୍ତଙ୍କୁ ମାନେ ଏଇ ଜ୍ଞାନ ରୂପକ ଛାଇ ଟିକେ ପ୍ରଦାନ କରୁଥାନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।